नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ସେକ୍ସନ 19 ର 4, 5, 6। ତେବେ ଆସନ୍ତୁ ୟା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟିକୁ ଭଲ ଭାବରେ ଦେଖିବେ ଏବଂ ଲାଇକ୍ ସେୟାର କମେଣ୍ଟ କରିବେ ଏବଂ ଆପଣଙ୍କର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମ ପାଇଁ ଗୋଟେ ଗୋଟେ ବହୁତ ମୂଲ୍ୟ, ଯୋଉଟା କି ଆମକୁ ଏନ୍ଥୁସିଜମ ଯୋଗାଉଛି ବା ଏନକାରେଜ କରୁଛି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ ଏବଂ ଭିଡିଓଟି ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର, ଫାଷ୍ଟ ଆପ୍ଲିଏଟ୍ ଅଥରିଟି ଏବଂ ସିଟିଜେନ ଦେଖିବା ପାଇଁ ଚେଷ୍ଟା କରିବେ, କାରଣ ମୁଁ ଆପଣମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ନିଶ୍ଚିତ ଭାବରେ ଯେ ଗୋଟେ ଅପିଲ କେମିତି ଆମେ ଆସୁଛି, କେମିତି ତାକୁ କମ୍ପ୍ଲାଏ କରିବା। ତେବେ ଆସନ୍ତୁ ଆମେ ଦେଖିବା ଯେ ଆପଣଙ୍କର ସେକ୍ସନ 19 ର ଉପଧାରା 4 ଏବଂ 5, 6 କଣ କହୁଛି ସେ ଉପରେ ଆମେ ଆଲୋଚନା କରିବା। ତେବେ ଏଇ ତ ଫାଷ୍ଟ ଅପିଲ ହଉଛି ଆପଣଙ୍କର ସିଟିଜେନ ମାନେ ଯେତେବେଳେ ଫାଷ୍ଟ ଅପିଲ କରୁଛନ୍ତି, ସେ ତାର ପୂର୍ବ ଭିଡିଓରେ ଆମେ ଆଲୋଚନା କରିଥିଲୁ 1, 2, 3 ପ୍ରକାରେ, ଯେ ଆପଣଙ୍କର 30 ରୁ 45 ଦିନ ଭିତରେ ଆମେ ତାକୁ ଡିସ୍ପୋଜ ଅଫ୍ କରିବା। ତେବେ ଆଉ ତାର ଅଲଗା ଦିଗକୁ ଆମେ ଯିବା, ସେଇଟା ହେଲା ଆପଣଙ୍କର 4। If the decision of the central public information officer, as the case may be, against which an appeal is preferred related to information of a third party, অর্থাৎ থার্ড পার্টি ইনফরমেশন বাবদরে পব্লিক ইনফরমেশন অফিসর ଯୋଉ ଆପ୍ଲିକାଣ୍ଟକୁ ରିଜେକ୍ଟ କରିଥିଲେ ବା ଇନଫର୍ମେସନ ଦେଇ ନଥିଲେ ବା ତାଙ୍କୁ ନେଗ୍ଲେକ୍ଟ କରିଥିଲେ, ତା ଉପରେ ଯଦି ଆପଣଙ୍କର ଫାଷ୍ଟ ଅପିଲ କରାଯାଇଛି, ତାହେଲେ ଥାର୍ଡ ପାର୍ଟି କୁ ଆପଣଙ୍କର ଚାନ୍ସ ଦିଆଯିବା ଦରକାର। ସେ ତାଙ୍କର କଣ ଆଭିମୁଖ୍ୟ ଅଛି, ତାଙ୍କର ପକ୍ଷ କଣ ଅଛି, ତାକୁ ଆପଣ ମାନଙ୍କର ଚାନ୍ସ ଦେବା ଦରକାର ସୂଚନା ଇନଫର୍ମେସନ କମିଶନ বা ফার্স্ট আপিলেট অথরিটি। যদি এটা আপনার ফার্স্ট আপিল, তাহলে ফার্স্ট আপিলেট অথরিটি যে থার্ড পার্টি তাଙ୍କୁ ତାଙ୍କର ମନ୍ତବ୍ୟ ଆଣିବା ଦରକାର, କାହିଁକି ସେ ଇନଫର୍ମେସନ ମନା କଲେ ବା ଦେବା ପାଇଁ ମନା ଯାରି ଫଳରେ ପବ୍ଲିକ ଇନଫର୍ମେସନ ଅଫିସର ଦେଲେ ନାହିଁ। ତାର ଉଦ୍ଦେଶ୍ୟ କଣ, ତାର ପକ୍ଷଭୁକ୍ତ ରଖିବା ପାଇଁ ଥାର୍ଡ ପାର୍ଟିକୁ ସେ ଚାନ୍ସ ଦେବା ଦରକାର। ଅର୍ଥାତ୍ ଥାର୍ଡ ପାର୍ଟି କିଏ? ଥାର୍ଡ ପାର୍ଟି ଯାହାର ଇନଫର୍ମେସନ ଦିଆହବ ବା ଯାହାର ଇନଫର୍ମେସନ ମଗା ହେଇଛି ସିଏ ହଉଛି ଥାର୍ଡ ପାର୍ଟି। ଫାର୍ଷ୍ଟ ପାର୍ଟି ତ ନିଜେ ଆପ୍ଲିକାଣ୍ଟ, ଆଉ ସେକେଣ୍ଡ ପାର୍ଟି ତ ନିଜେ ପବ୍ଲିକ ଅଥରିଟି ଯାହାକୁ ଆପ୍ଲିକେସନ ଅପିଲ କରାହେଇଛି। ତେବେ ଯଦି ଥାର୍ଡ ପାର୍ଟି ବାବଦରେ ଯଦି ଫାଷ୍ଟ ଅପିଲ କରାହେଇଛି, ଫାଷ୍ଟ ଆপিଲେଟ ଅଥରିଟି ସୁଡ୍ ବି ଗିଭେନ୍ ଷ୍ଟ୍ରେସ୍ ଅନ୍ ଦା କନସର୍ନ ଅଫ ଦା ଥାର୍ଡ ପାର୍ଟି। ଥାର୍ଡ ପାର୍ଟିକୁ ପକ୍ଷଭୁକ୍ତ ରଖିବା ପାଇଁ ତାଙ୍କୁ ସୁବିଧା ବା ସୁଯୋଗ ଦେବା ଆବଶ୍ୟକ। ଏଇଟା ହଉଛି ସେକ୍ସନ 19 ର ଉପ ସେକ୍ସନ 4 ସମ୍ପୂର୍ଣ୍ଣ ମାତ୍ରାରେ ବୁଝଉଛି। ତାପରେ ଆମେ ଯିବା ସେକ୍ସନ 19 ର ଉପସେକ୍ସନ 5 କଣ କହୁଛି? In any personal proceedings, the onus to prove that a denial of a request with justified shall be on the central public information officer or state public information officer, as the case may be, who denied the request। ଯଦି ଆପଣଙ୍କର ପବ୍ଲିକ ଇନଫର୍ମେସନ ଅଫିସର ଆପଣଙ୍କର ଇନଫର୍ମେସନ ଦେଲେ ନାହିଁ କିମ୍ବା ଆପଣଙ୍କର ଇନଫର୍ମେସନ ଦେବା ପାଇଁ ନାରାଜ ହେଲେ ବା ଇନଫର୍ମେସନ ଦେବା ପାଇଁ କୌଣସି ପ୍ରକାର ପ୍ରଚେଷ୍ଟା କଲେ ନାହିଁ, ତାହେଲେ ଏଇଟା କାହାର ଅବହେଳା ଅବହେଳା ବୋଲି ଧରାଯିବ? ନା ଏଇଟା ପବ୍ଲିକ ଇନଫର୍ମେସନ ଅଫିସର ୱାନ୍ ସେଲ୍ଫ ସେଟାକୁ କଣ କରିଛନ୍ତି ନା ଆପଣଙ୍କର ସିଏ ନିଜେ ସେଇଟାକୁ କଣ କରିଛନ୍ତି, ଡିନାଇଲ କରିଛନ୍ତି, ମନା କଲେ ବୋଲି କିଏ ଧରାଯିବ? କିଏ? ଯା ପବ୍ଲିକ ଇନଫର୍ମେସନ ଅଫିସର ହିଁ ନିଜେ ମନା କଲେ ବା ଡିନାଇଲ କଲେ, ଇନଫର୍ମେସନ ଦେଲେ ନାହିଁ ବା ସେ ହିଁ ସେଇଥିପାଇଁ ଦାୟୀ, ତାଙ୍କ ଉପରେ ନ୍ୟସ୍ତ କରାଯାଇ ପାରିବ। କାହାକୁ? ପବ୍ଲିକ ଇନଫର୍ମେସନ ଅଫିସର ଉପରେ, କାରଣ ସେ ଠିକ ଭାବରେ ଇନଫର୍ମେସନ ପାଇଲେନି ବା ଆପଣଙ୍କର ଇନଫର୍ମେସନ ଯାହା ପାଇଛନ୍ତି ଇନକମ୍ପ୍ଲିଟ ଇନଫର୍ମେସନ ବା ଆପ୍ଲିକେସନ ସେ ରିସିଭ କଲେ ନାହିଁ, ତାହେଲେ ଡିନାଲ ଅଫ ଦ ପବ୍ଲିକ ଇନଫର୍ମେସନ ଅଫିସର ବୋଲି ଏଇଟାକୁ ଧରାଯିବ। ଏଇଟା 5 ସ୍ପେସିଫିକେସନ ଭାବରେ ଆପଣଙ୍କର 5 ନମ୍ବର ଯୋଉଟା ଅଛି ସବସେକ୍ସନ 5/19 ର, ସେଟା ପୁରା ପ୍ରାଞ୍ଜଳ ଭାବେ ଏଟା କହୁଛି। ତାପରେ ଆମେ ଯିବା 6। 6 କଣ କହୁଛି ନା an appeal under subsection 1 or subsection 2 shall be disposed on within 30 days of the receipt of the appeal or within such extended period of exceeding a total 45 days from the date filing, therefore as the case may be for reason to be। ଅର୍ଥାତ୍ କହିବାକୁ ଗଲେ ଯଦିଓ ଆପଣଙ୍କର ଅପିଲ ଆସିଲା, ଫାଷ୍ଟ ଅପିଲ ଆସିଲା, ଆପଣ ତାକୁ 30 ଦିନ ଭିତରେ ଡିସ୍ପୋଜ ଅଫ୍ କରିବେ। ଏଟା ପ୍ରଥମ ଭିଡିଓରେ କିନ୍ତୁ ଆପଣ ମାନଙ୍କ ସହିତ ଆଲୋଚନା କରୁଛି। ତେବେ ଯଦି ଆପଣ ପ୍ରଥମ ଭିଡିଓ ଅନୁସାରେ ଯଦି ଆପଣଙ୍କର ଏଇ ଯୋଉ 30 ଦିନ ଭିତରେ ଯଦି ଡିସ୍ପୋଜ ନ କଲେ ଫାଷ୍ଟ ଅପିଲ, ତାହେଲେ ଲିଖିତ ଆକାରରେ ଆଉ 15 ଦିନ ଆପଣ ନେଇପାରିବେ। କିନ୍ତୁ ସେଟା ଲିଖିତ ଆକାରରେ କୋଉ କାରଣ ତ ଆପଣଙ୍କର 30 ଦିନ ଭିତରେ ଆପଣ କରିପାରିଲେ ନାହିଁ, ସେଟା ଲିଖିତ ଆକାରରେ ଆପଣଙ୍କର ପବ୍ଲିକ ଅଥରିଟି ଜଣେଇବେ
बा आपणकर लिखित आगे आउ एक्स्ट्रा 15 दिन नहीं कि आपणकर 30 ରୁ 45 दिन भितर केस को फैसला करेंगे। तो यही क्षेत्र में केमिति फैसला करेंगे ना नोटिस पठेवा पड़ो आपिलांट आपिलांट को टाइम देवा पड़ो डेट देवा पड़ो प्लेस देवा पड़ो एवं आपिलांट आसवे आपंकर पब्लिक इनफर्मेशन ऑफिसर रहिबे तापर पक्षभुक्त रखिबे निजर निजर पब्लिक इनफर्मेशन ऑफिसर निजर पक्षभुक्त रखिबे फास्ट आपंकर आपिलिकांट निजर पक्षभुक्त रखिबे ए समस्त अनुध्यान कला परे फास्ट आपिलेट अथॉरिटी निजर व्यू देबे बा निजर डिसीजन देबे निजर डिसीजन देबे सेटा होची आपनकर कोन ना सेक्शन 19 रो उप सेक्शन 6 कहूची जोटा कि आपनकर जने पब्लिक इनफॉरमेशन ऑफिसर को ठेरे बा त पब्लिक इनफॉरमेशन ऑफिसर को से जदी नाराज होंती बा तांको प्रति असंतुष्ट होंती ताले से फास्ट अपील करूछत। प्रथम भिडियो आम आलोचना करथिले 1 2 3 एवं द्वितीय भिडियो आम आलोचना करछे 3 4 5 एवं आउ गोटे भिडियो आम आलोचना करबा 7 8 एवं तार समस्त पॉइंट। तो एतिकी रे मु आपण मान सहित गोटे विषय कहବାକୁ चाहूची जे विशेष करी आमे जेतेबेले गोटे अपीलेट अथॉरिटी पाखु जाउछु अपील प्राय तो होउनी बोली आमे मु मध्ये केते फेस करछि जे फास्ट अपीलेट अथॉरिटी अपील करी समन करी अपील फैसला करिया पे डाकु नाहंती बा हियरिंग करिया पे डाकु नाहंती एवं आपिलान मध्ये जानि पारु नाहंती नोटिस पाइबा तेणु ड्यू प्रोसेस रे आपिलांट को आपण माने कोन नोटिस पठेबे एवं नोटिस देले जे आपिलांट आसीबे ता बोली किछि माने नुह जदि से सुविधा अछि आसीबे जदि न आसीले मध्ये आपणकर डिसीजन प्रकारे ताको सेक्शन 19 उप सेक्शन 10 प्रकारे जहाँ ऑर्डर आपण देले आपणकर माने निरपेक्ष भाग रे जहाँ ऑर्डर देले पब्लिक इनफॉरमेशन ऑफिसर मेमोरांडम को भित्ति करी आपण से ऑर्डर कॉपीटी कोन आपिलांट को पठेबे। भिडियो ती आपण माने देखिथबा तो आपण मान धन्यवाद दोछि एवं मु अनुरोध करछि लाइक शेयर सब्सक्राइब करी। नमस्कार।